ସୁଭଦ୍ରା ଯୋଜନା ଟଙ୍କା କେଉଁ ବ୍ୟାଙ୍କକୁ ଯିବ, କେମିତି ଯିବ ଓ କିପରି ମିଳିବ ତା ଫୁଲ୍ ଇନଫର୍ମେସନ୍, ଆଉ କେଉଁମାନେ ଆବେଦନ କରିପାରିବେ, ଆଉ କ'ଣ କ'ଣ ଡକୁମେଣ୍ଟ ପୁରା ସଠିକ୍ ହିସାବରେ ଆପଣମାନଙ୍କୁ କହିବି। ସେଥିପାଇଁ ଭିଡ଼ିଓଟିକୁ ଲାଷ୍ଟ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ। ଜୟ ଜଗନ୍ନାଥ। ମୁଁ ପିକେ ଆପଣମାନଙ୍କୁ ସ୍ୱାଗତ କରୁଛି। ଦେଖିପାରୁଥିବେ ସୁଭଦ୍ରା ଯୋଜନା ବିଷୟରେ ଆମେ ଟିକେ ପ୍ରଥମେ ଜାଣି ରଖିବା ଦରକାର। ସୁଭଦ୍ରା ଯୋଜନା ହେଉଛି ବିଜେପି ସରକାର ଯେତେବେଳେ ଜିତି ନଥିଲା କି ଇଲେକ୍ସନ୍ ଲଢ଼ୁଥିଲା ସେତେବେଳେ ଏହି ଯୋଜନା ଡିକ୍ଲେୟାର କରିଥିଲା। ଏହି ଯୋଜନାର ମାଧ୍ୟମରେ ପ୍ରଥମେ ପ୍ରଥମେ ମୁଖ୍ୟମନ୍ତ୍ରୀ ହେବେ, ଆଉ 50,000 ଟଙ୍କା ଆପଣଙ୍କ ସ୍ତ୍ରୀ ଲୋକଙ୍କୁ, ଖାସ୍ କରିକି ମହିଳାମାନଙ୍କୁ ଏହି ଭାଉଚର ମିଳିବ। ଆଉ ଏହାର ଆପ୍ଲିକେସନ୍ ଡେଟ୍ ରଖିଥିଲେ ଅଗଷ୍ଟ ମାସ, କିନ୍ତୁ ବର୍ତ୍ତମାନ ତାହା ଘୁଞ୍ଚି ଯାଇକି ସେପ୍ଟେମ୍ବର 17ରୁ ଷ୍ଟାର୍ଟ ହେବ ବୋଲି କହିଛନ୍ତି। ଖାସ୍ କରିକି ଏଇ କେଉଁମାନେ ଆପ୍ଲାଏ କରିପାରିବେ, ଖାସ୍ କରିକି ଓଡ଼ିଶାରେ ସେମାନେ ବସବାସ ରହୁଥିବା ଦରକାର, ଓଡ଼ିଶାର ବାସିନ୍ଦା ହେଇଥିବା ଦରକାର, ଆଉ ସେମାନେ ଜଣେ ଗୋଟେ ଫ୍ୟାମିଲିର ବସବାସ କରୁଥିବା ଦରକାର, ଆଉ ତାଙ୍କର ଏଜ୍ 18 ବର୍ଷରୁ ଉପରେ ହେଇଥିବା ଦରକାର। ଯଦି କୌଣସି ଚାକିରି କରୁଥିବା ବା ଗଭର୍ଣ୍ଣମେଣ୍ଟ ଚାକିରି କରୁଥିବା ଲୋକ ଏହା ଆପ୍ଲାଏ କରିବ, ଏହା ତାଙ୍କର ରିଜେକ୍ଟ ହେବ। ଏହା ସଠିକ୍ ହିସାବରେ ଲେଖିଦେଇଛି। ଆଉ ସୁଭଦ୍ରା ଯୋଜନାର କ'ଣ କ'ଣ ଡକୁମେଣ୍ଟ ଦରକାର, ତା'ର ପ୍ରପର୍ ଡକୁମେଣ୍ଟ ହେଉଛି ଆପଣମାନଙ୍କୁ କହୁଛି। ଫ୍ୟାମିଲି ରେସନ୍ କାର୍ଡ଼ ନିହାତି ଥିବା ଦରକାର। ଦେଖିପାରୁଥିବେ ଫ୍ୟାମିଲିର 1 ନମ୍ବରର ଫ୍ୟାମିଲିର ରେସନ୍ କାର୍ଡ଼ ନିହାତି ହେଇଥିବା ଦରକାର। ଆଉ ଇନକମ୍ ସାର୍ଟିଫିକେଟ୍ ସମସ୍ତେ ସ୍ତ୍ରୀ ଲୋକ ନାଁରେ କାଢ଼ୁଛନ୍ତି, କିନ୍ତୁ ତାଙ୍କ ହଜବେଣ୍ଡ ନାଁରେ କାଢ଼ନ୍ତୁ, କାହିଁକିନା ଫ୍ୟାମିଲି ଇନକମ୍ ଦେଖୁଛି ସିଏ। ଫ୍ୟାମିଲି ଇନକମ୍ ହେଉଛି ପୁରୁଷ ଲୋକଙ୍କର। ତାପରେ ଆଧାର କାର୍ଡ଼ ଦରକାର, ଆଧାର କାର୍ଡ଼ ସ୍ତ୍ରୀ ଲୋକଙ୍କର ଦରକାର। ଡୋମିସାଇଲ୍ ସାର୍ଟିଫିକେଟ୍, ଯାହାକି ରେସିଡେଣ୍ଟ ସାର୍ଟିଫିକେଟ୍। ତାପରେ ବ୍ୟାଙ୍କ ପାସବୁକ୍, ଆପଣ ଭ୍ୟାଲିଡ୍ ମୋବାଇଲ୍ ନମ୍ବରରେ ଆଧାର ଲିଙ୍କ ନିହାତି ହେଇଥିବା ଦରକାର। ତାପରେ ଆଡ୍ରେସ୍ ପ୍ରୁଫ୍, ଆପଣ ଆଧାର ନମ୍ବର ଦେଇପାରିବେ, ପାସପୋର୍ଟ ସାଇଜ୍ ଫଟୋ, ତାପରେ ମେଲ୍ ଆଡ୍ରେସ୍ ଗୋଟେ। ଅଦର୍ ଡକୁମେଣ୍ଟ ବର୍ତ୍ତମାନ ସୁଦ୍ଧା ବି ଡିକ୍ଲେୟାର ହେଇନି, ଆପ୍ଲାଇର ଡେଟ୍ ଆସିଲା ପରେ ଡିକ୍ଲେୟାର ହେବ। ତା'ର ଆପ୍ଲିକେସନ୍ ଫର୍ମ ବିଷୟରେ ଆମେ ଜାଣିବା। ଏ ହେଉଛି ଗଭର୍ଣ୍ଣମେଣ୍ଟ ତା'ର ଗୋଟେ ସାଇଟ୍ ତିଆରି କରିବ, ଯେଉଁ ସାଇଟ୍ରେ ଆପଣ ସୁଭଦ୍ରା ଯୋଜନା ଆପ୍ଲାଏ କରିପାରିବେ। ଖାସ୍ କରିକି ଅନଲାଇନ୍ରେ ହେବ, ଅଫଲାଇନ୍ରେ ବିଶେଷ କରିକି ହେବନି। ଆଉ ତା'ର ଆପ୍ଲିକେସନ୍ ଷ୍ଟାଟସ୍ ଚେକିଂ କରିବା ପାଇଁ ବି ଦେବ। ଆପ୍ଲିକେସନ୍ ପ୍ରଥମେ ପକାଇ ସାରିଲା ପରେ ଭଲ ଭାବରେ ସଠିକ୍ ହିସାବରେ ପକାଇବେ, କାହିଁକିନା ଯଦି ଥରେ ଆପ୍ରୁଭାଲ୍ ହେଇଗଲା, କେଉଁଠି କଟିଗଲା, ତା ସେକେଣ୍ଡ ଟାଇମ୍ ହେଇ ବି ନପାରେ। ତାପରେ ସୁଭଦ୍ରା ଯୋଜନାର ବେନିଫିଟ୍ ବିଷୟରେ ଆପଣ ଜାଣିବେ। ଆପଣ ସମସ୍ତେ କହୁଛନ୍ତି ବ୍ୟାଙ୍କକୁ ପଇସା ଆସିବ, କିନ୍ତୁ ବ୍ୟାଙ୍କକୁ ଆସିବନି ପଇସା। ଏହା ହେଉଛି କ୍ୟାସ୍ ଭାଉଚର ମିଳିବ, ଯେଉଁ ଭାଉଚର ମାଧ୍ୟମରେ ଆପଣ କୌଣସି କିଛି କାମ ତୁଲାଇ ପାରିବେ। ଯେମିତିକି ଆପଣ ନବୀନ କାର୍ଡ଼ ଥିଲା, କି ଯେଉଁ ସ୍ୱାସ୍ଥ୍ୟ କାର୍ଡ଼, ସେଇ ସ୍ୱାସ୍ଥ୍ୟ କାର୍ଡ଼ରେ ଆପଣ ଯେମିତି ବେନିଫିଟ୍ ଉଠାଇ ପାରୁଥିଲେ, ସେମିତି ଏହି ପ୍ରକାର ଏକ ଭାଉଚର ମିଳିବ, ଯେଉଁ ଭାଉଚରରେ ଆପଣଙ୍କର ଫ୍ୟାମିଲି କିମ୍ବା ଆପଣଙ୍କର ପିଲାଛୁଆ ପାଠ ପଢ଼ିବା ପାଇଁ, ଆଉ ସ୍ତ୍ରୀ ଲୋକମାନଙ୍କର କୌଣସି ସାମଗ୍ରୀ, ସେମିତି ନୁହେଁ କି ତାଙ୍କର କୌଣସି ଷ୍ଟେସନାରୀ କି ଅଲଗା ଜିନିଷ କିଣିବା ପାଇଁ ଏହା ଉପଯୋଗ ହେବନି। ଓନ୍ଲି କୌଣସି ଶିକ୍ଷାଗତା କି ଅଲଗା କିଛି ବିଜନେସ୍ କରିବା ପାଇଁ ଏହା ମିଳିବ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ସ୍ତ୍ରୀ ଲୋକମାନଙ୍କର ସୁଦୃଢ଼ କରିବା ବା କୌଣସି ବିଜନେସ୍ କରିବା, ସେମାନଙ୍କ ପାଇଁ ଏହି ସୁଭଦ୍ରା ଯୋଜନା ଆଭେଲେବୁଲ୍ ରହିବ। ଜୟ ଜଗନ୍ନାଥ, ଜୟ ଓଡ଼ିଶା।